ମାନେ ଯେଉଁ ମଞ୍ଜି ଯଦି ଥିବ ଫୁଲ ମଞ୍ଜି ହେଉ କି ଗଛ ମଞ୍ଜି ହେଉ ମାନେ ଆପେନେ ସେଠି ବାହାରିଯିବ। ସମସ୍ତଙ୍କୁ ନମସ୍କାର, ଗୋଟେ ନୂଆ ବ୍ଲଗ୍ରେ ସ୍ୱାଗତ କରୁଛୁ। ସକାଳ ଉଠିକି ମୁହଁ ଧୋଇକି ଫ୍ରେଶ୍ ହେଇଗଲୁ। ଆମ ଧ୍ରୁବ ସକାଳ ଉଠିକି ମୁହଁ ଧୋଇକି କଲର୍ ନେଇକି ଛାତ ଉପରକୁ ଯାଇଛନ୍ତି। ସେଇଦିନ କଲର୍ କରିଥିଲା ଅଧା, ଆଉ ଅଧା ବାକି ଅଛି। ସେଥିପାଇଁ ଆଜି ସକାଳ ସକାଳ ଯାଇଛନ୍ତି କଲର୍ କରିତେ, ଆଉ ଭାଇ ବି ଯାଇଛନ୍ତି। ଏଇନା ମୁଁ ଯିମି ଛାତ ଉପରକୁ କୋଦାଳ ଗୋଟେ ଆଉ ଝାଡୁ ଗୋଟେ। ଛାତ ଉପରେ ଯେତିକି ବି ସବୁ ପତ୍ର ଅଛି, ଆଉ ମିସ୍ତ୍ରୀ ଭାଇ ସାଙ୍ଗର ଆଗରୁ କାମ କରୁଥିଲୁ ଛାତ ଉପରେ, ସେ ମସଲା ସବୁ ରହିଯାଇଥିଲା ବର୍ଷା ପାଣିରେ ଭିଜିକି। ବାଲିକା ସବୁ ମାନେ ଏପଟେ ସେପଟେ ଅଛି। ସେଇ ବାଲିକା ଗୋଟେ ଜାଗାରେ ଠୁଳେଇକି ବୁରାର ପୁରେଇକି ତଳକୁ ଓହ୍ଲେଇବା। ତ ଏଇନା ଛାତ ଉପରକୁ ଯିବୁ। ଗଲା କାଲି ବଡ଼ଜୋର ବର୍ଷା ହେଇଥିଲା, ଦେଖିପାରୁଛନ୍ତି ବଡ଼ଜୋର କାଦୁଅ ହେଇଥିଲା। ଆଜି ଟିକେ ପାଗଟା ଭଲ ଦେଇଛି, ଖରା ଅଳ୍ପ ଅଳ୍ପ ଦଉଛି। ଆଉ ଗଲା କାଲି 4ଟା ବେଳଠୁ ଟିକେ ପରିଷ୍କାର କଲା ମେଘ, ଖରା ପାଗ ଟିକେ ହେଲା, ଟିକେ ଟିକେ ଶୁଖି ଯାଇଛି। ଆଉ ଆଜି ଆଉ ଟିକେ ଖରା ପାଗ ପାଇଲେ ପୁରା ଶୁଖିଯିବ। ତଥାପି ସେଠି ପାଣି ଭର୍ତ୍ତି ହେଇକି ଅଛି ଆମ ଚାଳ ଘର ସାମ୍ନାର। ଆଉ ଏଠି ହେଇ କୋଦାଳ ଗୋଟେ ଆଉ ଝାଡୁ ଗୋଟେ ଅଛି, ନେଇକି ଯିବା ଛାତ ଉପରକୁ। ଆମ ଧ୍ରୁବ ସକାଳେ ଆସିକି ସେଠି ଗୋଟେ ଆଣିକି ଘରେ ସିଟା ବାପା ରଖୁଥିଲେ, ଖରା ବର୍ଷାର ଓଦା ହେଉଥିଲା। ଆଉ ସକାଳେ ଆଣିକି ଏଇଠି ବାନ୍ଧିକି ପୁରା ଚଢ଼ିବା ପାଇଁ ସୁବିଧା କରିଦେଇଛି। ଛାତ ଉପରେ ହେଇ ଗୋଟେ ଜାଗାର ପତ୍ର ପଡ଼ିଛି, ଆଉ କାଠି ପଡ଼ିଛି, ବୁରା ଅଛି। ଆଉ ଏଇଗା ହେଇ ଧ୍ରୁବ ସକାଳ ସକାଳ କଲର୍ ବରସ ଆଉ ଏ ଡିଜାଇନ ଗୋଟେ ଆଣିଛନ୍ତି, ହେଇ ପ୍ରଜାପତିର ଡିଜାଇନ। ଆଉ ଡିଜାଟାକୁ ନେଇକି ଆସିଛି ଉପରେ ଟିକେ ବଜେଇବା। ଏଇଠି ହେଇ ବହୁତ ବାଲି ଅଛି ଆଉ ପତ୍ର, ସେଥିପାଇଁ କୋଦାଳଟା ନେଇକି ଆସିଛି। କୋଦାଳର ପୁରେଇବା ବୁରାର। ଆଉ ଧ୍ରୁବ ଏପଟେ କେତେ କଲର୍ କଲା। କଲର କରୁଛ ନା କାହିଁ କେତେ କଲର୍ ଭଲ କଲ? କି ଦେଖ ଟିକେ କଣ ଓହୋ ପେପର ଅଠା ଲଗଉଛ। ପେପର ଅଠା ଲଗଉଛି ଏପଟେ, ଭାଇ ସେପଟେ କଲର୍ କରିକି ଆଣୁଛନ୍ତି। ଧଳା କଲର୍ ମାରୁଛନ୍ତି। ମାନେ କହୁଛ ଆଣୁଛନ୍ତି, ଆଉ ଟିକେ ପରେ କହିବୁ ଭାଇ ଆଣୁଛି। ଛାତର ଯେତକ ବି ବାଲି ଥିଲା, ପତ୍ର ଥିଲା, ସବୁ ଗୋଟେ ଜାଗାରେ ଠୁଳେଇକି ବୁରାରେ ପୁରେଇକି ଦେଲୁ। ଆଉ ଏଇ ବୁରାଟା ଗୋଟେ ବହୁତ ଆଗରୁ ପୁରା ହେଇକି ଥିଲା, ବାଲି ଆଉ ପତ୍ର ଥିଲା। ଯେହେତୁ ଏଇ ବୁରାଟା ତା ମୁହଁରେ ବନ୍ଧା ହେଇନଥିଲା, ଏମିତି ଖୋଲା ଥିଲା। ଆଉ ସୂର୍ଯ୍ୟ ଆଲୋକ ପାଇକି ଏଠି ଗଛ ଫୁଲ ଗଛ ବାହାରିଛି। 3ଟା ଫୁଲ ଗଛ ବାହାରିଛି। ମାନେ ଯେଉଁଠି ହଉ ସୂର୍ଯ୍ୟ ଆଲୋକ ଯଦି ପାଇବ, ମାନେ ସେଇଠି ମାନେ ଯେଉଁ ମଞ୍ଜି ଯଦି ଥିବ ଫୁଲ ମଞ୍ଜି ହେଉ କି ଗଛ ମଞ୍ଜି ହେଉ ମାନେ ଆପେନେ ସେଠି ବାହାରିଯିବ। ମାନେ ସୂର୍ଯ୍ୟ ଆଲୋକ ପାଇଲେ, ଆଉ ଯଦି ସୂର୍ଯ୍ୟ ଆଲୋକ ପାଇବନି ସେଠି କିଛି ବି ବାହାରିବନି, ପତ୍ର ପଡ଼ିବାର ବି ନାହିଁ। ମାନେ ଏଇ ପାଖ ଗାଁର ଯେତକ ବି ଗଛ ଥିଲା ସବୁ କାଟିକି ପରିଷ୍କାର କଲେ, ମାନେ ସବୁ କାଟିକି ନେଇଗଲେ ଗଛ ସବୁ। ଆଉ ପବନ ଯିବ ଖରା ଦିନିଆ ମାନେ 7ଟା 8ଟାର ମାନେ ସନ୍ଧ୍ୟା ଆସିକି ଛାତ ଉପରେ ବସିବା, ପବନ ପୁରା ବହୁତ ବଢ଼ିଆ ବାଜିବ। ମାନେ ନିଦ ବହୁତ ଜୋର ଆସିଯିବ। ଆଉ ଗଛ ଯେହେତୁ ଥିଲା ଏତେଗା, ପବନ ବି ଭଲକୁ ବାଜୁନଥିଲା। ଆଉ ଗଛ କାଟିଦେଲେ ଏଇନା ବହୁତ ବଢ଼ିଆ ପବନ ବାଜିବ। ଟାଇମ୍ ଏଇନା 9:30 ହେଇଗଲା। ଖରା ବଡ଼ ଜୋର ଛାଡ଼ୁଛି, ଏଇନା ଏତେ ଜୋର ଛାଡ଼ୁଛୁ ଯେ ଖରାରେ ରହି ହେଉନି। ଭାଇ ଆଉ ଧ୍ରୁବ କଲର୍ କରୁଛନ୍ତି ବହୁତ କଷ୍ଟରେ, କହୁଛନ୍ତି ଛତା ଆଣ ବୋଲି। ଆଉ ଏଇନା ତଳକୁ ଯିବା ଛତା ଆଣିବା। କେତେ ଜୋର ଖରା ହେଉଛି। ଏ ବେଗା ଯେଉଁଠି ଛାଇ ହେଇଛି ସେଇଠିକି ନେଇଯିବା, ପୁରା ଗରମ ହେଇଗଲା ବ୍ୟାଗଟା। ଏଇ କଲର୍ ଡିବାଟା ବି ନେଇଯିବା। ଏଇ ଡିଜାଇନ
ମାନେ ପାଣି ଲେବୁଲ କରନ୍ତି ସେଇ ଜିନିଷଟା ବି ଏଇ ଛାଇକୁ ନେବା, ନହେଲେ ଏତେ ଦୂର ଖରା ହେଉଛି ଶୁଖିଯିବ ପାଣି। ଖରାର କାମ କଲେ ଅଂଶୁଘାତ ପାଇବ, ଶୋଷ ବର୍ଜ୍ୟ ଲାଗିବ ପାଣି। ଏଇନା ଛାତ ଉପରକୁ ଆହୁରି ଉଠିବା। ଅଗଣାରେ କାଦୁଅ ହେଇଥିଲା, ଏଇନା ଶୁଖିଯିବ, ବହୁତ ଜଲ୍ଦି ଶୁଖିଯିବ। ଖରାଟା ବଡ଼ ଜୋର ଏଇନା ଦେଲା, ଖରା ବଡ଼ ଜୋର ହେଉଛି। ଆମ ଦୁର୍ବ କରୁଛୁ ପେପର ଅଠା ଲଗେଇ ସାରେ ତାପରେ ଛତା ହବା। ଆଉ ଛତା ହେଲା ବେଳା ଟାଇମ୍ ଚାଲିଯିବ, ପେପର ଅଠା ଶୁଖିଯିବ ନା ଦୁର୍ଗ ନା ତଳକୁ ଯିବା। ଭାଉଜ ଆଉ ନାନୀ ପୁରୀ ତିଆରି କରୁଛନ୍ତି। ଆଉ ତରକାରୀ ଏପଟେ ଆଳୁ ବିଲାତି ଆଉ ମଟର ନା ପୁରୀ ସାଙ୍ଗରେ ଖାଇବେ, ବହୁତ ବଢ଼ିଆ ଟେଷ୍ଟ ଲାଗିବ। ଗଲା କାଲି ହାଟକୁ ଯାଇଥିଲେ, ମାଛ ନେଇକି ଆସିଥିଲେ, ଭାଜିକି ରଖିଥିଲୁ। ଆଜି ତରକାରୀ କରିବା ନା ଭାଉଜ, ନା ସେମିତି ଖାଇଦେବା? ବରସ କରିକି ଭାତ ଖାଇବା। ଭାତ ଖାଇସାରିକି ବାପାଙ୍କ ସାଙ୍ଗରେ କାଠ ଭାଇ ଉପରେ ସାଇଜ୍ କରିକି ରଖିବା। ଆଉ ଭିଡ଼ିଓଟିକୁ ଏଇଠି ସମାପ୍ତ କରୁଛୁ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ବାଏ ବାଏ।